ରଜରେ ଟୁକୁନା ସାର୍ଙ୍କ କମେଡ଼ି ଆଉ ଜିତୁ ସାର୍ଙ୍କ ସଙ୍ଗ୍ ଶୁଣି ମୁଁ ତ ବହୁତ ହି ଏନ୍ଜୟ କଲି। ରାଧେ ରାଧେ, ଜୟ ଶ୍ରୀକୃଷ୍ଣ। ମୁଁ ମେହେନ୍ଦି ଆର୍ଟିଷ୍ଟ ଅଲି, ମୁଁ ସ୍ୱରରୁ ବିଲଙ୍ଗ କରେ। ଆଜି ଲାଷ୍ଟ ରଜ ଥିଲା ତ ମୋର ବି ଆଜି ଗୋଟେ ଏନଗେଜମେଣ୍ଟ ମେହେନ୍ଦିର ଅର୍ଡ଼ର ଥିଲା, ତ ସେଥିପାଇଁକି ଲୋକେସନ୍କୁ ବାହାରି ପଡ଼ିଥିଲି। ଆଉ ଲୋକେସନ୍ରେ ପହଞ୍ଚିକି ମୁଁ ମୋର କାମ ବି ସାରି ଦେଇଥିଲି। ତାଙ୍କର ଫ୍ରଣ୍ଟ ହ୍ୟାଣ୍ଡଟା କମ୍ପ୍ଲିଟ୍ ହେଇଯାଇଥିଲା, ତାପରେ ବ୍ୟାକ୍ ହ୍ୟାଣ୍ଡ ଷ୍ଟାଣ୍ଡ କରିଥିଲି, ବ୍ୟାକ୍ ହ୍ୟାଣ୍ଡ ବି କମ୍ପ୍ଲିଟ୍ ହେଇଯାଇଥିଲା। ତାପରେ ମୋର କମ୍ପ୍ଲିଟ୍ ହେଲା ପରେ ମୁଁ ପଳେଇ ଆସିଥିଲି ଘରକୁ। ଆଉ ଖରା ଯେମିତି ହେଉଛି ତ ଟିକେ ଆଇସ୍କ୍ରିମ୍ ଖାଇନେଇଥିଲି, ତାପରେ କସ୍ମେରେ କିଛି କାମ ଥିଲା କମ୍ପ୍ଲିଟ୍ କରିକି ପଳେଇ ଆସିଥିଲି ରେଡ଼ି ହେଇକି ରଜ ମହୋତ୍ସବ ଦେଖିବା ପାଇଁ। ଆଉ ଆଜି ବି ପ୍ରାଇଜ୍ ଡିଷ୍ଟ୍ରିବ୍ୟୁସନ୍ ଥିଲା, ତ ମୁଁ ତ ମେହେନ୍ଦି ହେଇଥିଲି ଫାର୍ଷ୍ଟ, ଆଉ ଆପଣମାନେ ତ ଗେସ୍ ବି ଠିକ୍ କରିଥିଲେ। ଆଉ ତାପରେ ସବୁ ଆର୍ଟିଷ୍ଟମାନଙ୍କ ସହିତ ବି ଦେଖା ହେଇଥିଲା, ଆଉ ମନସ୍ୱିନୀ ମ୍ୟାଡ଼ାମଙ୍କ ସହିତ ବି ବହୁତ ମଜାମସ୍ତି କରିଥିଲୁ। ଆଉ ଟୁକୁନା ସାର୍ଙ୍କ କମେଡ଼ି କଥା କ'ଣ କହିବି, ଆମେ ତ ପୁରା ହସି ହସିକି ପୁରା ବେହୋସ ହେଇଗଲୁ। ତ ବହୁତ ହି ମଜା କଲୁ। ଲାଷ୍ଟ ରଜକୁ ଏତେ ସୁନ୍ଦର ଭାବରେ ସେ ଆସିକି ଆମକୁ ହସେଇଲେ, ତ ବହୁତ ଖୁସି ଲାଗିଲା। ତାପରେ ଲାଷ୍ଟକୁ ଆମେ ଟିକେ ଡ୍ୟାନ୍ସ କରିଥିଲୁ। ତ ରହିଲି, ଜୟ ଜଗନ୍ନାଥ। ଆଉ ଭିଡ଼ିଓଟା କେମିତି ଲାଗିଲା ନିହାତି କମେଣ୍ଟରେ ଜଣାଇବେ। ଆଶା କରୁଛି ଆପଣମାନେ ବି ସେଲିବ୍ରେସନ୍ କରିବେ।